ସାଙ୍ଗମାନେ ମୋର ଟିକିଏ ଭୁଲ ପାଇଁ ଆମ ଫ୍ରିଜ୍ଟା ଆଜି ଖରାପ ହେଇଗଲା। ଆଜି 4ଟା ବେଳେ ମା ମୋତେ କହିଲେ ଯା ସିମଲା ମିର୍ଚ ଖରାପ ହେଇଯିବ କ'ଣ ଟିକେ କରିଦେ ଖାଇଦେବା ବୋଲି। ମୁଁ ହଉ ଠିକ୍ ଅଛି କହି ପଳେଇ ଆସିଲି ରୋଷେଇ ଘରକୁ। ଲଙ୍କାକୁ ଭଲ ଭାବରେ ଧୋଇ ତାକୁ ଲମ୍ବା ଲମ୍ବା କରି କାଟିଦେଲି। ତାପରେ ଆଳୁ ସିଝେଇକି ରଖିଥିଲି ତାକୁ ଛଡ଼େଇ ଦେଲି। ସେଥିରେ ପିଆଜକୁ ଚୁନ୍ ଚୁନ୍ କରି କାଟିଦେଲି। ତାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଚାଟ୍ ମସଲା ଦେଇ ଚକୁଟି ଦେଲି। ଆଳୁକୁ ଚକୁଟିକି ସାଇଡ଼ରେ ରଖି ଏବେ ଆଉ ଗୋଟେ ବେଲାରେ ବେସନ ଟିକେ ଜୁଆଣି ଲୁଣକୁ ଦେଇ ଭଲ ଭାବରେ ମିକ୍ସ କରିଦେଲି। ତାପରେ କାଟି ରଖିଥିବା ଲଙ୍କା ଦେହରେ ଆଳୁକୁ ଭରି ଦେଲି। ତେଲ ଗରମ ହେଲା ପରେ ବେସନ ବେଟରରେ ଡିପ୍ କରି ଗୋଟିଏ ଗୋଟିଏ କରି ଲଙ୍କାକୁ ତେଲରେ ଦେଇଦେଲି। ଏବେ କହୁଛି ସାଙ୍ଗମାନେ ମୋ ପାଇଁ କାହିଁକି ଫ୍ରିଜ୍ଟା ଖରାପ ହେଇଗଲା। ଫ୍ରିଜ୍ରେ ଅଧିକ ଆଇସ୍ ହେଇଯାଇଥିଲା। ମୁଁ ଫ୍ରିଜ୍କୁ ବନ୍ଦ କରିଦେଲି। ସେ ପୁରାପୁରି ବନ୍ଦ ହେଇଗଲା, ଆଉ ଥଣ୍ଡା ହେଲାନି। ଆପଣମାନେ କୁହନ୍ତୁ ନା ସେଥିପାଇଁ ଫ୍ରିଜ୍ଟା ବନ୍ଦ ହେଇଗଲା କି? କମେଣ୍ଟରେ ନିଶ୍ଚୟ ଭଲ ଭାବରେ ଛାଣି ହେଲା ପରେ ଲଙ୍କାକୁ କାଢ଼ି ଆଣି ମାଆଙ୍କୁ ଚା ଆଉ ଲଙ୍କା ଚପ୍କୁ ଦେଇଦେଲି। ମାଆ କହିଲେ ବହୁତ ଭଲ ହେଇଛି। ତାପରେ ମୁଁ ବି ଖାଇକି ଦେଖିଲି ସତରେ ବହୁତ ଭଲ ହେଇଥିଲା। ଆଜି ପାଇଁ ଏତିକି, ରହୁଛି, ନମସ୍କାର।